ଏହା ଏକ ସମ୍ବେଦନଶୀଳ ବିଷୟ ଓ ବ୍ୟକ୍ତିଗତ ବ୍ୟବହାର ସହିତ ଜଡ଼ିତ। ତଥାପି ଯଦି କାହାର ଭିତରେ ପରପୁରୁଷ ପ୍ରତି ଆକର୍ଷଣ ରହିଥାଏ, ତେବେ ସେ ସାଧାରଣତଃ ଏହି 6ଟି କାମ କରିପାରନ୍ତି। ଆସନ୍ତୁ ଜାଣିବା ସେଇ 6ଟି କଥା କ'ଣ ରହିଛି। ନମ୍ବର 1 ହେଉଛି ଗୋଟିଏ ମହିଳା ଲୁଚି ଲୁଚି କଥାବାର୍ତ୍ତା କରିବା। ସେ ମୋବାଇଲ, ଚାଟ୍, କଲ୍ ବା ସୋଶାଲ ମିଡ଼ିଆ ମଧ୍ୟରେ ପରପୁରୁଷ ସହ ଯଥାସମୟ ଲୁଚି ଯୋଗାଯୋଗ କରିଥାନ୍ତି। ନମ୍ବର 2 ଅପେକ୍ଷାକୃତ ଅଧିକ ସଜୀବା ଓ ଦେହକ ଭାବେ ଆକର୍ଷଣ ହେବାକୁ ଚେଷ୍ଟା କରିବା। ସେମାନେ ଯେଉଁଥିରେ ଆପଣଙ୍କୁ ସେଇଠି ଥିବା ପୁରୁଷ ଆକର୍ଷିତ ହେବେ ବୋଲି ଭାବନ୍ତି, ସେଇଠି ଅଧିକ ଧ୍ୟାନ ଦେଇଥାନ୍ତି। ନମ୍ବର 3 ହେଉଛି ନିଜର ସମସ୍ୟା ବା ଅସନ୍ତୁଷ୍ଟ ପୁରୁଷ ସହ ଆଞ୍ଚଳିକ କଥା ଭାବେ ଆଗକୁ ଆଣିବା। ସେ ଅନ୍ୟ ପୁରୁଷଙ୍କ ସମ୍ମୁଖରେ ନିଜର ବିବାହିତ ଜୀବନ, ଅସନ୍ତୁଷ୍ଟ କିମ୍ବା ଅପୂର୍ଣ୍ଣତା ବିଷୟରେ କଥା ହେବା ଆରମ୍ଭ କରନ୍ତି, ଯାହା ଭବିଷ୍ୟତରେ ସମ୍ପର୍କକୁ ଅନ୍ୟ ଦିଗକୁ ନେଇଯିବାର ସମ୍ଭାବନା ବଢ଼ାଏ। ନମ୍ବର 4 ହେଉଛି ଘରେ ଅସନ୍ତୁଷ୍ଟ ଅନୁଭବ କରିବା ଓ ସେଥିରେ ଅନ୍ୟମାନଙ୍କୁ ଆଶ୍ରୟ ଦେବା। ଯଦି ନାରୀ ଘରେ ସ୍ନେହ, ଆଦର, ଯୌନ ଆନନ୍ଦ ବା ସମ୍ବାଦର ଅଭାବ ଅନୁଭବ କରନ୍ତି, ତେବେ ସେ ପରପୁରୁଷଠାରୁ ଏହି ଆଶ୍ୱାସନା ଖୋଜିପାରନ୍ତି। ନମ୍ବର 5 ହେଉଛି ପ୍ରତିଦିନ କଥାବାର୍ତ୍ତା ଓ ବିତର୍କ ସାଧାରଣ କରି ଜଣେଇବା। ଅନ୍ୟ ପୁରୁଷ ସହ ସବୁଦିନ କଥା ହେବା, ଦୁଃଖ ସୁଖ ସେମାନଙ୍କୁ କହିବା, ଦୟା ଓ ଆଦରଶକ୍ତି ଉତ୍ପନ୍ନ କରିବା ଏସବୁ ଆଲସ୍ୟତା ଗଢ଼ିଦିଏ। ନମ୍ବର 6 ହେଉଛି ସେମାନଙ୍କୁ ନିଜ ଜୀବନର ବିଶେଷ ଅଂଶ ସେୟାର କରିବା। ଯେଉଁ ଜିନିଷ ସେ ପତିଙ୍କ ସହ ସେୟାର କରନ୍ତି ନାହିଁ, ଏହା ପରପୁରୁଷ ସହ କରିବା। ଏହି ବ୍ୟବହାର ଆଶା ବଢ଼ାଇ ଦିଏ। ଏହି ସମସ୍ତ କାର୍ଯ୍ୟ କେବଳ ସମ୍ପର୍କ ଅସନ୍ତୁଷ୍ଟ ବା ମନୋବୃତ୍ତିର ପରିଣାମ ଭାବେ ଘଟେ, ଯାହା ପାଇଁ ସମ୍ବାଦ, ବିଶ୍ୱାସ ଓ ମନୋବୈଜ୍ଞାନିକ ସମର୍ଥନ ଦ୍ୱାରା ସମାଧାନ ମିଳିପାରେ।